ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ଦେଖିବାକୁ ଯାଉଛନ୍ତି ସିନ୍ଦୁର ଖେଳର ଗୋଟେ ଏକଦମ ଦମଦାର ଏପିସୋଡ। ଅନନ୍ୟାଙ୍କ ହାତରେ ତ ମୁଦି ମିଳିଯାଇଛି, କିନ୍ତୁ ସେ ମୁଦିଟା କାହାର କୋଉଠୁ ପାଇଲେ ସେ ଜାଣିନାହାନ୍ତି। ସେ ଭାବୁଛନ୍ତି ଖେଳ ମୁଦି। ଆଉ ସେ ଯାହା କହୁଛନ୍ତି, ଯାହା ଚିନ୍ତା କରୁଛନ୍ତି ସେଇଆ ହେଇଯାଉଛି। ଏପଟେ ଶାଲିନୀକୁ ସେ ଆକାଶରେ ଉଡ଼େଇ ଦଉଛନ୍ତି, ଏପଟେ ସେ ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ହେଇଛନ୍ତି। ତା ସହିତ ଆପଣମାନେ ଆଜି ଦେଖିବାକୁ ପାଇବେ କି ମଲ୍ଲିକା ଯାଇକି ରାଜବୀରକି କହିଦେଇଛନ୍ତି କି ଆଉ ରଶ୍ମି ଯାଇକି ମୋ ସ୍ୱାମୀଙ୍କ ସହିତ ମୋ ରୁମ୍ରେ ଶୋଇଛି। ଯୋଉଟା ଶୁଣିକି ରାଜବୀର ବହୁତ ଜୋର ରାଗି ଯାଇଛନ୍ତି, କ'ଣ କରିବେ ବୁଝିପାରୁନାହାନ୍ତି। ଏପଟେ ରଶ୍ମିଙ୍କର ନିଦ ଭାଙ୍ଗିଲା ବେଳକୁ ସେ ଦେଖୁଛନ୍ତି ଅଂଶ ଶୋଇଛନ୍ତି ବେଡ୍ରେ। ତ ଯାଇକି ଡାକୁଛନ୍ତି, ଅଂଶ ଅଂଶ ତମେ ମୋ ରୁମ୍ରେ କ'ଣ ପାଇଁ ଶୋଇଛ ଆସି ବୋଲି ପାଟି କରୁଛନ୍ତି। ତ ଅଂଶ ଉଠିକି କହୁଛନ୍ତି, ଆରେ ଏଇଟା ମୋ ରୁମ୍, ଏଟା ତମ ରୁମ୍ ନୁହେଁ ନା। ତମ ରୁମ୍ ମାନେ ମୁଁ ତାହେଲେ ତମ ରୁମ୍କୁ କେମିତି ଆସିଲି ନା କାଲି ରାତିରେ ତମେ ଟାୟାର୍ଡ ହେଇକି କେମିତି ପଳେଇ ଆସିଥିଲ ମୋ ରୁମ୍କୁ। ତ ରଶ୍ମି ଇଆଡ଼େ ସିଆଡ଼େ ଦେଖୁଛନ୍ତି ଆଉ ଜାଣିବାକୁ ପାଇଛନ୍ତି ଯେ ସେଟା ଅଂଶଙ୍କ ରୁମ୍ ବୋଲି। ସେ କହୁଛନ୍ତି କେମିତି ମୁଁ ଏତେ ପସିବଲ୍ କେମିତି ହେଲା, ମୁଁ ମୋ ରୁମ୍ ଛାଡ଼ି ତମ ରୁମ୍କୁ କାହିଁକି ଆସିଲି। ତା ଛଡ଼ା ତମେ ମୋତେ କିଛି ଆଉ ଅଲଗା ମିସବିହେଭ୍ କରିନ ତ। ତା ଶୁଣିକି ଅଂଶ ମୋତେ ଟିକେ ହସି ଦେଇଛନ୍ତି, କହୁଛନ୍ତି କି ଏମିତି କ'ଣ ତମେ କହୁଛ। ତାପରେ ତମର କ'ଣ ନିଜ ଉପରେ ବିଶ୍ୱାସ ନାହିଁ, ଭରସା ନାହିଁ, ଏମିତି କହିଛନ୍ତି। ତ ସେ ଭାବୁଛନ୍ତି କ'ଣ କରିବି, କାହିଁକିନା ମୁଁ କେମିତି ବାହାରକୁ ଯିବି। ଆଉ ଯଦି ବାହାରକୁ ଗଲି କିଏ ଦେଖିଲା ତାହେଲେ ମୋତେ ସମସ୍ତେ ଖରାପ ଦୃଷ୍ଟିରେ ଦେଖିବେ। ଏପଟେ ମଲ୍ଲିକା ପୁରାପୁରି ଖେଳ କରିଦେଇଛନ୍ତି, ରାତି ସାରା ବାହାରି ଅଛନ୍ତି। ଆଉ ସିଏ ଯାଇକି ରାଜବୀରକୁ କହିଦେଇଛନ୍ତି କି ଦେଖ ତମ ସ୍ତ୍ରୀ ଯାଇକି କେମିତି ମୋ ରୁମ୍ରେ ମୋ ସ୍ୱାମୀଙ୍କ ସାଙ୍ଗରେ ଗୋଟେ ବେଡ୍ରେ ଅଛି। ଯୋଉ କଥାକୁ ଶୁଣି ଯେତେବେଳେ ରାଜବୀର କହିଛନ୍ତି କ'ଣ ଏମିତି ଫାଲତୁ କଥାବାର୍ତ୍ତା କରୁଛ, ମଲ୍ଲିକା କହିଛନ୍ତି ହଁ ସତ କଥା। ଆଉ କାଲି ରାତି ସାରା ମୋ ସ୍ୱାମୀଙ୍କ ସାଙ୍ଗରେ ରଶ୍ମି ରୋମାଣ୍ଟିକ ଗୀତରେ ଡ୍ୟାନ୍ସ କରୁଥିଲା। ତା ସହିତ ରାତି ସାରା ଗୋଟେ ବେଡ୍ରେ ଦି ଜଣ ଗୋଟେ ରୁମ୍ରେ ଥିଲେ। ତମେ ଭାବୁନ ସେମାନେ କ'ଣ କରିଥିବେ ରାତି ସାରା। ତମେ ସିନା ଏପଟେ ନିଶ୍ଚିନ୍ତ ରହିଛ, କିନ୍ତୁ ସେପଟେ ସେ ଯାଇ ତାର ଖେଳ କରୁଛି। ଏମିତି କହିଲା ପରେ ଅଂଶ ପୁରା ଆଶ୍ଚର୍ଯ୍ୟ ହେଇଛନ୍ତି, ରଶ୍ମି ଭଳିଆ ପିଲା କେମିତି ଯାଇକି ଅଂଶଙ୍କ ପାଖକୁ ପଳେଇଲା। ସତରେ କ'ଣ ରଶ୍ମିର କିଛି ମାନେ ମୁଣ୍ଡରେ ଯୋଉ ଥିଲା ଆଘାତ ଲାଗିଥିଲା ସେଟା କ'ଣ ଫେରି ପାଇଛନ୍ତି, ତାଙ୍କ ସ୍ମୃତି ଶକ୍ତି ଫେରିଆସୁଛି, ସେ ସେୟା ଭାବୁଛନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଯେ ପ୍ରକୃତରେ ଆଦ୍ୟାଙ୍କର ଯୋଉ ସ୍ମୃତି ଶକ୍ତି ହଜି ଯାଇଥିଲା ସେଟା ଫେରି ପାଇଛନ୍ତି ନା ଆଉ କିଛି। ତ ଜାଣିବା ପାଇଁ ଚାହୁଁଛନ୍ତି ତ ୱେଟ୍ କରନ୍ତୁ ନେକ୍ସଟ ଏପିସୋଡ ଦେଖିବା ପାଇଁ। ଆଉ ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ସିନ୍ଦୁର ଖେଳ। ଏ ଏପିସୋଡଟା କେମିତି ଲାଗିଲା ନିଶ୍ଚୟରେ କମେଣ୍ଟ କରିବେ, ଲାଇକ୍ କରିବେ, ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ବାଏ ବାଏ।